ଏଇ ତ ମୋର ଆରମ୍ଭ ଦିନ। ଆ ପାଖରୁ ହିଁ ଆରମ୍ଭ ଆଉ ଆ ପାଖରୁ ହିଁ ଶେଷ। କାନ୍ଦୁଛି ଏଇଥିପାଇଁ ଆଜି ଟାଇମ୍ 11:30 ହେଇଗଲାଣି। ସମସ୍ତେ ତାର କାମ ଶେଷ ପରେ ଖାଇବ, ଖାଇ ନାହିଁ ସକାଳ ପାଖରୁ। ସେଥିପାଇଁ ଦୌଡ଼ି ଦୌଡ଼ି ଯାଇଛି ମାନେ ଖାଇବାର ଆଣିତେ। ଖାଇବାର ତାର ଆଜି ଅଛି 3ଟା ରୁଟି ଦେଇଛି ଆଉ ଫୁଲକୋବି ଆଳୁ ତରକାରୀ, ଯେଟାକି ଆମର ଏକାଥରେ ରୋଷେଇ କରିନେଇଛି। ମୁଁ ଯେତିକି ରୋଷେଇ କରେ ସବୁବେଳେ ଚିନ୍ତା କରିକି କରେ ଯେ କୁମକୁମର ଖାଇବାଟା ଯେମିତି ସବୁବେଳେ ଷ୍ଟକ୍ ଥାଉ। ରୁଟି ହଉ କି ତରକାରୀ ହଉ ଥିଲେ ନା ବହୁତ ଭଲ। ନହେଲେ ମୁଢ଼ି ଟିକେ ନେଇକି ଖୋଇ ହବ, କାହିଁକିନା ସିଏ କେତେବେଳେ କାନ୍ଦେ, ଛୋଟ ଛୁଆ ଠାରୁ ବି ଅତ୍ୟନ୍ତ। ମାନୁଛି ବୟସ ତାର ହେଇଗଲାଣି 21-22 ବର୍ଷ, କିନ୍ତୁ କ'ଣ କରିବା, ସିଏ କିନ୍ତୁ ଜାଣେନି ଯେ ତାର ଏତିକି ବର୍ଷ ହେଇଯାଇଛି ବୋଲି। ସେ ସେଇ ଛୁଆ ଅଛି, ସେଇ ମାଆକୁ ଜାବୁଡ଼ି ଧରିକି ଶୋଉଛି, ଯେମିତି ଲାଗୁଛି ସେଇ 2 ମାସର ଛୁଆ ବୋଲି। ସେଇଟା ମୋତେ ମାନି ନେବା ପାଇଁ ହେଇଛି। ବହୁତ ଭଉଣୀମାନେ କହନ୍ତି ଦିଦି ତାକୁ କମ୍ କମ୍ ଖାଇବା ପାଇଁ ଦିଅ। ପାରେନି, କାହିଁକି ନା ତାର ଖାଇବାଟା ଠିକ୍ ନହେଲେ ସେ କାନ୍ଦିକି ମାନେ ଆଉ ରଖିବନି। ଆଉ ସିଏ କାନ୍ଦିଲେ ମୋର ଦେହ ହାତ ଏମିତି ଥରେ, ସେଟା ମୁଁ କହିପାରିବିନି, କାରଣ ମୁଁ ଯେଟା ଅଙ୍ଗେ ନିଭଉଛି ସେଇଟା ମୁଁ ମାନେ ଆପଣମାନଙ୍କୁ ଜଣାଉଛି। ମୋର ଦେହ ହାତ ଥରେ କୁମକୁମ କାନ୍ଦିଲେ, ଆଗରୁ ଯେତେବେଳେ କୁମକୁମକୁ ରାଗିକି ବି ଗାଳି ଦେଉଥାଏ ନା, ଯେତେବେଳେ ଧର ଏମିତି ରାଗିକି ବାହାରେ ପକେଇଦେବି ବି, ତାପରେ ମୁହୂର୍ତ୍ତର ମୁଁ କାନ୍ଦି ପକାଏ। କାହିଁକି କେଜାଣି ଏତେ କଷ୍ଟ ହୁଏ। ତେଣୁ କୁମକୁମ କାନ୍ଦଟା ହିଁ ମୁଁ ବରଦାସ୍ତ କରିପାରେନି। ତାକୁ ପରଫେକ୍ଟଲି ଖାଇବା ପାଇଁ ଦେଇଦେଲି, ବେଶ ତା କାମ ଶେଷ ହବ ଆଉ ସିଏ ତାର ଟିଭି ଦେଖିବ। ପୁରା ମାନେ ଏଇ 11:30ରେ ଖାଇଲା, ତାପରେ ପୁଣି ତାର ଖାଇବାଟା ଥାଏ 3ଟା ପାଖାପାଖି ଟାଇମ୍ରେ ସିଏ ଖାଇବ। ସେମିତି ସଙ୍ଗେ ସଙ୍ଗେ ତାକୁ ଖାଇବା ପାଇଁ ବି ଦିଆଯାଏନି, କି ଆମେ ଯାହା ଜିନିଷ ଖାଉ ତାକୁ କିନ୍ତୁ ଦିଆଯାଏନି। ସେ ଜାଣିପାରେନି ଏ ଘରେ ବସିଥାଏ କି ଖାଇବା ଠାରୁ ତାକୁ ଦୂରେଇକି ରଖାଯାଏ। ମୁଁ ଜାଣିଛି ସେ ଖାଇବାର ବହୁତ ପ୍ରୋବ୍ଲେମ୍ କରେ, ହଇରାଣ କରେ, ଏ କରେ, କିନ୍ତୁ ଆମେ ତାକୁ ସତର୍କ ରହିକି ତାକୁ ସେମିତି ଆଡ଼ଜଷ୍ଟ କରାହେଇଛି। ଆଜି ସକାଳେ ଗୋଟେ ସୁନ୍ଦର କମେଣ୍ଟ ପଢ଼ିଲି, ଜଣେ ଭଉଣୀ ଲେଖିଛନ୍ତି, ଏତେ ସୁନ୍ଦର କମେଣ୍ଟ ଦେଇଛନ୍ତି, ପଢ଼ିକି ମୋତେ ବି ଏତେ ଖୁସି ଲାଗିଲା ଯେ ଆଜି ଦିନଟା ବାସ୍ ମୋର ଏଇ ସୁନ୍ଦର ମାନେ କମେଣ୍ଟ ପଢ଼ାରୁ ହିଁ ମାନେ ଆରମ୍ଭ। ଆଉ ବହୁତ ଭଲ ଲାଗିଲା ଯେ ମୋତେ ଏତେ ସୁନ୍ଦର କମେଣ୍ଟ ପଢ଼ିକି ମୋ ଜୀବନ ଯେମିତି ବଞ୍ଚି ଯାଉଛି। ମୁଁ ବି ପ୍ରତିଦିନ ବଞ୍ଚିବା ଶିଖୁଛି। ଆପଣମାନେ ମୋତେ ଦେଖିକି ବହୁତ କିଛି ଶିଖୁଛନ୍ତି, କହୁଛନ୍ତି। ମୁଁ ବି ପ୍ରତିଦିନ ଏମିତି ତାକୁ କରିକି ଆଉ ଆପଣମାନଙ୍କର ଏତେ ସୁନ୍ଦର ସୁନ୍ଦର କମେଣ୍ଟ ପଢ଼ିକି ମୋ ଦିନ ବି ଚାଲିଯାଏ। ତେଣୁ କେଠି ନା କେଠି ଦିଲ ସେ ଦିଲ ମାନେ କନେକ୍ସନ୍ ରହିଛି। ତେଣୁ ଭାରି ଭଲ ଲାଗେ। ହଁ, ମୁଁ ମାନୁଛି ମୋ ଅନ୍ତରୁ ଯାହା ଆସେ ଆଉ ଯେଗୁଡ଼ା ସବୁ ଦେଖାଏ ସେଗୁଡ଼ା ସବୁ ବାସ୍ତବ ଜିନିଷ, କିଛି ମୋର ସେମିତି ମିଛ ଥାଏନି। ସେଇଥିପାଇଁ ହୁଏତ ଆପଣମାନଙ୍କ ମନକୁ ଏତେ ଛୁଇଁଯାଏ। ମାଆ ମାନେ ଠିକ୍ ବୁଝିପାରନ୍ତି ମାଆର ମମତା। ଆଉ କିଛି ଜଣେଇବାର ନାହିଁ, କିଛି ଏମିତି ରଙ୍ଗେଇକି ଦେଖେଇବାର ବି ନାହିଁ। ମୋ ଅନ୍ତରରେ ଯାହା କଥା ମୁଁ ସେଇଟା ଆପଣମାନଙ୍କୁ ସେୟାର କରୁଛି। ଆକ୍ଚୁଆଲି କୁମକୁମକୁ ନେଇକି ବହୁତ କିଛି ଶିଖିଗଲେଣି। ଆଜି ଗୋଟେ ଦିନର କଥା ନୁହେଁ, ବହୁତ ବର୍ଷ ଧରିକି ଦୀର୍ଘ 21 ବର୍ଷ ଅତିକ୍ରମ କରିସାରିଲେଣି। ତେଣୁ ଆଶା କରୁଛି ଆପଣମାନେ ବି ସମସ୍ତେ ଭଲ ରୁହନ୍ତୁ। ମୋ ପାଇଁ ଯଦି ଆପଣମାନେ କିଛି ଶିଖିପାରୁଥିବେ, ମୋ ଜୀବନ ତ ଧନ୍ୟ ହେଇଯାଇଛି।